ଦିନେ ଗୋଟିଏ ମହାବଳ ବାଘ ତା ଗୁମ୍ଫା ଭିତରେ ଶୋଇଥାଏ। ଏହି ସମୟରେ ଗୋଟିଏ ନେଉଳ ତା ପିଠି ଉପରେ ଚଢ଼ିଗଲା। ବାଘର ନିଦ ଭାଙ୍ଗିଗଲା। ବାଘ ନେଉଳକୁ ଧରି ରାଗରେ କହିଲା, କାହିଁକି ତୁ ମୋର ନିଦ ଭାଙ୍ଗିଦେଲୁ? ମୁଁ ତତେ ଏବେ ମାରି ଖାଇବି। ନେଉଳ ବହୁତ ନେହୁରା ହୋଇ କାକୁତି ମିନତି କଲା। ବାଘ ଭାବିଲା, ଏତେ ଛୋଟ ଜୀବକୁ ମାରି ଲାଭ ବା କ'ଣ? ତେଣୁ ଦୟାକରି ତାକୁ ଛାଡ଼ିଦେଲା। ଆଉ ଦିନକର ଘଟଣା। ଦିନେ ଶିକାରୀମାନେ ଜନ୍ତୁମାନଙ୍କୁ ମାରିବା ପାଇଁ ଫାଶ ବସାଇଥାନ୍ତି। ବାଘ ସେଇ ବାଟ ଦେଇ ଯାଉ ଯାଉ ଫାଶରେ ପଡ଼ିଗଲା। ସେ ଫାଶକୁ ଛିଣ୍ଡାଇବା ପାଇଁ ବହୁତ ଭିଡ଼ା ଓଟରା କଲା, କିନ୍ତୁ ଫାଶ ଛିଣ୍ଡିଲା ନାହିଁ। ସେ ରଡ଼ି ଛାଡ଼ିଲା। ନେଉଳ ତାହାର ରଡ଼ି ଶୁଣି ପାଖ ବୁଦାରୁ ଦୌଡ଼ି ଆସିଲା। ସେ ଦେଖିଲା ବାଘ ଗୋଟିଏ ଫାଶରେ ପଡ଼ି ରଡ଼ି ଛାଡ଼ୁଛି। ନେଉଳ ତୁରନ୍ତ ଫାଶର ଦଉଡ଼ିକୁ ଦାନ୍ତରେ କାଟିଦେଲା। ଫାଶ ଛିଣ୍ଡିଯିବାରୁ ସେଠାରୁ ବାଘ ଖୁସିରେ ଜଙ୍ଗଲକୁ ପଳାଇଲା। ତେଣୁ କଥାରେ କହନ୍ତିନି, କାହାକୁ ଛୋଟ ମନେ କରିବା ଉଚିତ ନୁହେଁ। ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।